ଅବହେଳା ପରେ ହେଇ ଚାଲିଛି ଅବହେଳା। ହଁ ଆଜ୍ଞା, ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ନିକଟସ୍ଥ ଖନ୍ତାପଡ଼ା ଗେଟ୍ ପାଖରେ ଘଟିଛି ଏଭଳି ଏକ ଘଟଣା। ଆପଣମାନେ ଦେଖିପାରୁଥିବେ କିଭଳି ଭାବେ ଟ୍ରେନ୍ ମାଡ଼ି ଆସୁଛି, ଲୋକମାନେ ଭିତରେ ଅଛନ୍ତି, ଉଭୟ ପଟୁ ଗେଟ୍ ପଡ଼ିଅଛି। ଏ ହେଉଛି 7/3/2026 ତାରିଖ ଦିନ ସକାଳ ପ୍ରାୟ 7:30 ବେଳର ଘଟଣା। ସବୁଦିନ ଭଳି ଏହି ଦିନ ମଧ୍ୟ ଗାଡ଼ିର ସିଗ୍ନାଲ ପାଇ ଉଭୟ ପଟୁ ବନ୍ଦ ହୋଇଥିଲା ଫାଟକ। କିନ୍ତୁ ଗାଡ଼ି ଚାଲିଗଲା ପରେ ହଠାତ୍ ଗୋଟାଏ ପଟରୁ ଗେଟ୍ ଖୋଲିଥିଲା, ଆଉ ଗୋଟାଏ ପଟ ବନ୍ଦ ରହିଥିଲା। ଯେଉଁ ପଟରୁ ଗେଟ୍ ଖୋଲିଥିଲା ସେହି ପଟ ଦେଇ ଲୋକମାନେ ଭିତରକୁ ପଶି ଆସିବା ପରେ ଗାଡ଼ିର ସିଗ୍ନାଲ ହୋଇଯାଇଥିଲା ଏବଂ ବନ୍ଦ ହୋଇଯାଇଥିଲା ଖୋଲିଥିବା ଗୋଟାଏ ଫାଟକ। ଏପଟେ ଟ୍ରାକ୍ ଭିତରେ ଥିବା ଲୋକମାନେ ଭୟଭୀତ ହୋଇ କିଏ କୁଆଡ଼େ ଛାନିଆରେ ପଳାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି, ପଳାଇ ଯାଉଛନ୍ତି ମଧ୍ୟ। ହଁ ଆଜ୍ଞା, ଆପଣ ମଧ୍ୟ ଘଟଣାସ୍ଥଳରେ ଥିଲେ ଆପଣ ମଧ୍ୟ ଭୟଭୀତ ହୋଇଥାନ୍ତେ, କାହିଁକି ନା ଗାଡ଼ି ଅଲରେଡ଼ି ଆସୁଛି ଆଉ ଆପଣମାନେ ସମସ୍ତେ ଟ୍ରାକ୍ ଭିତରେ ଅଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ଯେଉଁ ପଟ ଦେଇ ଟ୍ରେନ୍ ଯାଉଥିଲା ସେ ଟ୍ରାକ୍ରେ କେହି ଲୋକ ନଥିଲେ। ଘଟଣାଟି ଦୁର୍ଘଟଣା ରୂପ ନେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଜନତା। କାହିଁକି ଆଜ୍ଞା ବାରମ୍ବାର ଏଭଳି ଭୁଲ ହେଉଛି କାହିଁକି? ପୂର୍ବରୁ ଗତ କିଛି ମାସ ଧରି ଖନ୍ତାପଡ଼ା ଷ୍ଟେସନରେ କାମ ଚାଲି ଆସୁଥିଲା ରେଳ ବିଭାଗଙ୍କ ତରଫରୁ। କିନ୍ତୁ 7 ମାର୍ଚ୍ଚ 2026 ତାରିଖ ଦିନ ସକାଳ ପ୍ରାୟ 7:30ରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନିକଟସ୍ଥ ଖନ୍ତାପଡ଼ା ଗେଟ୍ରେ। ଏଭଳି ଦୃଶ୍ୟ ଦେଖି ସାଧାରଣ ଜନତା ରାଗି ଯାଇ ରେଳ କର୍ମଚାରୀଙ୍କୁ କିଛି କହିବାରୁ ରେଳ କର୍ମଚାରୀ କହୁଛନ୍ତି, ତମେ ଅଭିଯୋଗ ସିଧା ଷ୍ଟେସନରେ ଜଣାଅ।